ପିଲାମାନେ ଆଜି ଆମେ ଆସ ଆମ ସାହିତ୍ୟ ବହିର ବ୍ୟାକରଣର ଗୋଟିଏ ଅଂଶ ଯାହାକୁ ବୋଧଜ୍ଞାନ ପରୀକ୍ଷଣ ବୋଲି କୁହାଯାଉଛି ତୁମର ଚତୁର୍ଥ ଏକକରେ ଅଛି ତାହା ପଢ଼ି ନେବା। ସେଥିରୁ ତୁମର ଏ ବର୍ଷ 10 ମାର୍କ 20 ମାର୍କ ପଡ଼ିବ। ଗଦ୍ୟାଂଶରୁ 10 ମାର୍କ ଏବଂ ପଦ୍ୟାଂଶରୁ 10 ମାର୍କ। ତେବେ ଅବବୋଧ ପରୀକ୍ଷଣ କ'ଣ? ଯେଉଁ ଅନୁଚ୍ଛେଦଟି ତୁମର ଦିଆଯାଇଥିବ ତାହାକୁ ଆକ୍ଷରିକ ଭାବରେ ପଢ଼ି ଉତ୍ତାରି ନ ଦେଇ ସେହି ଅନୁଚ୍ଛେଦରେ ଯଦି କିଛି ଅଭିବ୍ୟଞ୍ଜନ ଅଛି, ଯଦି କିଛି ଇଙ୍ଗିତ ଅଛି, ଯଦି କୌଣସି ପ୍ରକାରରେ ଲେଖକଟି ସମ୍ପୂର୍ଣ୍ଣ ଏକକଟି ବକ୍ରୋକ୍ତି ଥିବ ବା ଅଭିବ୍ୟଞ୍ଜନ ଥିବ, ଶ୍ଲେଷ ବିଦ୍ରୂପ ଥିବ, ତାକୁ ତୁମେ ଭଲ ଭାବରେ ବୁଝିଦେଇ ଯେଉଁ କୋଶ୍ଚିନ୍ ଗୁଡ଼ିକ ସେହି ଅନୁଚ୍ଛେଦର ପରେ ପରେ ଦିଆଯାଇଛି ତାକୁ ତୁମ ନିଜ ଭାଷାରେ ଉତ୍ତର ଦେବାଟା ହିଁ ଅବବୋଧ ପରୀକ୍ଷଣରେ ଅଛି। ସେଥିରୁ ତୁମର 10 ମାର୍କ ପଡ଼ିଯିବ ଗଦ୍ୟାଂଶରୁ। ତେବେ ଆସ ଆମେ ଆଲୋଚନା କରିଦେବା ଯେ ତୁମର କିପରି ଭାବରେ ଏ ବର୍ଷ ପଡ଼ୁଛି ଅନୁଚ୍ଛେଦ ଏବଂ କିପରି ତୁମେ ସେଥି ଭିତରୁ ଆନ୍ସର ଲେଖିବ। ଏ ବର୍ଷ ଯେହେତୁ ତୁମର 30% ସିଲାବସ୍ କମିଯାଇଛି, ତେଣୁ ସେଇ 30% ସିଲାବସ୍ କମିଯିବା ଭିତରେ ତୁମକୁ 4ଟି ପଡ଼ିବ ଅନୁଚ୍ଛେଦରୁ, ତ ତୁମର 10 ମାର୍କ ପଡ଼ୁଛି ଗଦ୍ୟାଂଶରୁ, 4ଟି ପଡ଼ିବ 1 ମାର୍କ ବିଶିଷ୍ଟ, ଯାହାକୁ ତୁମେ ଗୋଟିଏ ବାକ୍ୟରେ ହିଁ ଉତ୍ତର ଲେଖିବ ଏବଂ ତା ପରଟି ପଡ଼ିବ ତୁମର 3 ମାର୍କର 3ଟି କୋଶ୍ଚିନ୍ 2 ମାର୍କିଆ, ଏମିତି 4 ମାର୍କ ଏବଂ 6 ମାର୍କର 10 ମାର୍କ। ତେବେ କେମିତି ତୁମେ ଅନୁଚ୍ଛେଦଟି ଲେଖିବ ମୁଁ କହିଦେଉଛି। ତୁମେ ଯେଉଁ ଅନୁଚ୍ଛେଦଟି ତୁମର ପଡ଼ିଥିବ ଭଲ ଭାବରେ ତାହାକୁ ପାଠ କରିବ, ତାହାର ଅର୍ଥଟି ବୁଝିଦେବ। ଯେଉଁଠି ତୁମକୁ ସହଜ ଲାଗୁଛି ଆଉ ଗୋଟେ ଜାଗାରେ ଗୋଟେ ରଫ୍ରେ ଲେଖିଦେବ। ଯେଉଁ କୋଶ୍ଚିନ୍ ଗୁଡ଼ାକ ତୁମର ପଡ଼ିଛି ତାର ଆନ୍ସର ଗୁଡ଼ିକ ରଫ୍ରେ ଲେଖିଦେବ। ତେବେ ମନେ ରଖ, ଅନୁଚ୍ଛେଦର 1 ନମ୍ବରଟି ଉପର ଆଡ଼ୁ ଥିବ ନିଶ୍ଚିତ ଭାବରେ, 2 ନମ୍ବରଟି ତାପରେ, 3 ନମ୍ବରଟି ତାପରେ, ଏଇଭଳି ଭାବରେ ନିଶ୍ଚୟ ସିଷ୍ଟମେଟିକାଲି ସଜା ହେଇକରି କୋଶ୍ଚିନ୍ର ଆନ୍ସର ଗୁଡ଼ିକ ଦିଆଯାଇଥାଏ। ସେଥିରେ ତୁମେ ଆଉ ଟିକେ ବି କନଫ୍ୟୁଜ୍ ହେବନି କେଉଁଠି କାହାର ଆନ୍ସର ଅଛି। ରଫ୍ରେ ଲେଖିଦେଲା ପରେ ତାକୁ ତୁମେ ଉତାରିଦେବ। ତେବେ ଏତିକି ମନେ ରଖ ଯେ ଅନୁଚ୍ଛେଦଟିକୁ ସବୁବେଳେ ନିଜ ଭାଷାରେ ଉତ୍ତର ଦେବ। ଯଦି ତୁମେ ଗଦ୍ୟାଂଶଟିକୁ କରୁଛ, ଯଦି କିଛି କଷ୍ଟ ଓ ଶବ୍ଦ ସେଇଠି ଅଛି ତାହେଲେ ତାକୁ ତୁମେ ନିଜ ଭାଷାରେ ସହଜ କରିକି ଉତ୍ତରଟି ଦେବ ଏବଂ ପ୍ରଥମ ପୁରୁଷରେ ଯାହା କିଛି ଲେଖାଯାଇଛି ତାହାକୁ ତୁମେ କନଭର୍ଟ କରିଦେବ, ତୃତୀୟ ପୁରୁଷକୁ ନେଇଯିବ। ଯଦି ମୁଁ ଲେଖା ହେଇଛି ତାହେଲେ ସେମାନେ କରିଦେବ। ଆମେ ଚାଲ ଗୋଟିଏ ଏକ୍ଜାମ୍ପଲ୍ ନେଇଯିବା। ଆମ ଦେଶ ଗୋଟିଏ କୃଷି ପ୍ରଧାନ ଦେଶ। ଏ ଦେଶର ଗାଁ ଗହଳରେ ବାସ କରୁଥିବା ବିପୁଳ ସଂଖ୍ୟକ ଜନସାଧାରଣ କୃଷି ନିର୍ଭରଶୀଳ ହୋଇଛନ୍ତି। ସୁଖର କଥା ଯେ ବିଗତ ଦଶନ୍ଧିରେ ଆମ ଦେଶର କେତେକ ରାଜ୍ୟରେ କୃଷି କ୍ଷେତ୍ରରେ ବିଜ୍ଞାନସମ୍ମତ ପ୍ରଗତିଶୀଳ ପଦକ୍ଷେପ ଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଥିବା ଯୋଗୁଁ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି ଏବଂ ଖାଦ୍ୟ ଚାହିଦା ପୂରଣ ଦୃଷ୍ଟିରୁ ଆମେ ପ୍ରାୟତଃ ସ୍ୱାବଲମ୍ବୀ ହୋଇପାରିଛୁ। ଏହି ବଡ଼ ଗଦ୍ୟଟି ଶେଷ ହୋଇଛି, ପ୍ରାୟ 1.5 ପେଜ୍ ଅଛି। ଶେଷ ହୋଇଛି ଶସ୍ୟ କ୍ଷେତ୍ରକୁ ଯବକ୍ଷାରଜାନ ଦ୍ୱାରା ପରିପୁଷ୍ଟ କରିବା ପାଇଁ ଯେପରି କୃତ୍ରିମ ସାର ପ୍ରୟୋଗ କରାଯାଉଥିଲା, ତତ୍ ପରିବର୍ତ୍ତେ ବ୍ୟାକ୍ଟେରିଆମାନଙ୍କ ଜରିଆରେ ବାୟୁମଣ୍ଡଳରୁ ସଂଗୃହୀତ ଯବକ୍ଷାରଜାନକୁ ଉଦ୍ଭିଦର ଅଭିବୃଦ୍ଧି ପାଇଁ ବ୍ୟବହାର ଯୋଗ୍ୟ ମାର୍ଗରେ ଯୋଗାଇ ଦିଆଯିବା ସମ୍ଭବ ହେଲାଣି। ବିଭିନ୍ନ ଜୈବିକ ସାର ଗୁଡ଼ିକର ଉତ୍ପାଦନ ପାଇଁ ବ୍ୟାକ୍ଟେରିଆ ପୋଷଣ ରୂପୀ କାରଖାନା ଗୁଡ଼ିକର ସମୃଦ୍ଧି ସାଧନ ଦିଗରେ ବର୍ତ୍ତମାନ ବ୍ୟାପକ ଆଲୋଚନା ଚାଲିଛି। ତାହେଲେ ଆମେ ଯେତେବେଳେ ଗୋଟିଏ ଗଦ୍ୟାଂଶକୁ ଅନୁଚ୍ଛେଦଟିକୁ ବୁଝିଦେଲେ, ଆମେ ଜାଣିଦେଲେ ଯେ ଏହି ଗଦ୍ୟାଂଶଟି ଗୋଟିଏ କୃଷି ବିଷୟରେ ଅଛି ଏବଂ ସେଥିରେ ଚାଷ ସମ୍ବନ୍ଧୀୟ କିଛି କଥା ଲେଖାଯାଇଛି। ତାହେଲେ କେଉଁ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦ୍ୱାରା ଆମ ଦେଶରେ ଉତ୍ପାଦନର ମାତ୍ରା ବଢ଼ିଛି, ଆମେ ଉପରୁ ପଢ଼ି ପଢ଼ି ଆସିବା। ଦେଖିବା ସୁଖର କଥା ଯେ ବିଗତ ଦଶନ୍ଧିରେ ଆମ ଦେଶର କେତେକ ରାଜ୍ୟରେ କୃଷି କ୍ଷେତ୍ରରେ ବିଜ୍ଞାନସମ୍ମତ ପ୍ରଗତିଶୀଳ ପଦକ୍ଷେପ ଗୁଡ଼ିକ କାର୍ଯ୍ୟକାରୀ କରାଥିବା ଯୋଗୁଁ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି। ତାହେଲେ ଏଇଭଳି ଭାବରେ 1 ନମ୍ବର, 2 ନମ୍ବର, 3 ନମ୍ବର, 4 ନମ୍ବର, ଯେମିତିକି ମୁଁ ତୁମକୁ କହିଲି 1 ମାର୍କର 4ଟି ତୁମେ ପ୍ରଶ୍ନର ଉତ୍ତର ଦେବ 4ଟି ବାକ୍ୟରେ ଏବଂ 3ଟି ଦେବ 2 ମାର୍କିଆ। ସେଇଭଳି ତୁମେ ରଫ୍ରେ ଲେଖିଦେବ, ନିଜ ଭାଷାରେ ଲେଖିଦେବ। ଗଦ୍ୟାଂଶଟି ତ ଅତି ସହଜ ଭାବରେ ତୁମେ ଦେଇପାରିବ, କିନ୍ତୁ ଯେତେବେଳେ ତୁମେ ପଦ୍ୟାଂଶର ଅବବୋଧ ପରୀକ୍ଷଣ ଦେବା ପାଇଁ ଯାଉଛ ସେତେବେଳେ ପଦ୍ୟଟିକୁ ଗଦ୍ୟରେ ରୂପାନ୍ତରିତ କରିଦେବ, ନିଜ ଭାଷାରେ ଲେଖିଦେବ, ବୁଝିଯିବ। ତାପରେ ଯାଇ ତୁମେ ତାର ଉତ୍ତର ଗୁଡ଼ିକ ଲେଖିବ। ବହୁତ ପିଲା ପଦ୍ୟକୁ ଉତ୍ତାରି ଦିଅନ୍ତି ଆଜ୍ ଇଟ୍ ଇଜ୍। ତୁମେ ସେଇଭଳି ଭାବରେ ପଦ୍ୟକୁ ଉତ୍ତାରି ଦେବ ନାହିଁ। କେହି ରହି ନାହିଁ ରହିବ ନାହିଁଟି ଭବ ରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ। ସ୍ମୃତି ତୀର୍ଥେ ଯାର ନାମ ହୋଇଅଛି ଅମର ବର୍ଣ୍ଣେ ଅଙ୍କିତ, ପୂର୍ଣ୍ଣ ଶ୍ଲୋକ ଆଇର ନରପତି ହେଲେ କାଳ ତୁଣ୍ଡେ କବଳିତ।
କାହିଁ ଗଲେ ଇନ୍ଦ୍ର ଦ୍ୟୁମ୍ନ ମହିପତି ଉତ୍କଳ ଗୌରବ ରବି ନୀଳାଚଳେ ସ୍ଥାପି ଏହି କୀର୍ତ୍ତି କଳି କଳୁଷ ପର୍ବତ କବି କାଳ ଗର୍ଭେ ଭବେ ଲୀନ ହେଲେ ଯେତେ ମହିପତି ମହି ଯଶା ହୋଇଅଛି ଯାଙ୍କ ଜୀର୍ଣ୍ଣ ସୌଧ ଏବେ ବ୍ୟାଘ୍ର ଭଲୁକର ବସା। ଧରାଯାଉ ଏମିତି ଗୋଟେ କୋଶ୍ଚିନ୍ ତୁମର ମିଳିଛି, ତାହେଲେ ତାର ପ୍ରଶ୍ନ ସେ ଦେଇଛନ୍ତି ଭବରଙ୍ଗ ଭୂମିରେ ସମସ୍ତେ ନିଜ ନିଜ ଅଭିନୟ ସାରି ସମୟ ଅନୁସାରେ ବାହୁଡ଼ି ଯାଆନ୍ତି। ଆର ଗୋଟେ ହଁ 1 ନମ୍ବରରେ ଦେଇଛି ଭବରଙ୍ଗ ଭୂମିରେ କ'ଣ ହୋଇଥାଏ। ଭବରଙ୍ଗ ଭୂମିରେ କ'ଣ ହୋଇଥାଏ ଗୋଟେ ପ୍ରଶ୍ନ ଦେଇଛି, ତାର ଉତ୍ତର ଦେଖ। ଭବରଙ୍ଗ ଭୂମିରେ ସମସ୍ତେ ନିଜ ନିଜ ଅଭିନୟ ସାରି ସମୟ ଅନୁସାରେ ବାହୁଡ଼ି ଯାଆନ୍ତି। ଅଇର ନରପତିଙ୍କ ସମ୍ପର୍କରେ କ'ଣ କୁହାଯାଇଛି? ଉତ୍ତର ହେଉଛି ଅନନ୍ତ କୀର୍ତ୍ତିମାନ ଅଇର ନରପତି ଖାରବେଳ ମଧ୍ୟ କାଳତୁଣ୍ଡରେ କବଳିତ ହେଲେ। ଉତ୍କଳ ଗୌରବ ରବି କାହାକୁ କୁହାଯାଇଛି? ଇନ୍ଦ୍ରଦ୍ୟୁମ୍ନକୁ ଉତ୍କଳ ଗୌରବ ରବି ବୋଲି କୁହାଯାଇଛି। ମୁଁ କହିବାର ଅର୍ଥ ହେଉଛି ଯେଉଁ ପଦ୍ୟଟି ତୁମର ପଡ଼ିଥିବ ଅବବୋଧ ପରୀକ୍ଷଣରେ ପଦ୍ୟାଂଶଟି, ତାକୁ ଡାଇରେକ୍ଟ ତୁମେ ଟିପି ନ ଦେଇ ତାକୁ ଗଦ୍ୟର ରୂପାନ୍ତରିତ କରିଦେବ, ଯେମିତି ଆମେ କଥାବାର୍ତ୍ତା କରୁଛେ ସେଇଭଳି ରୂପାନ୍ତରିତ କରିଦେବ ଏବଂ ଉତ୍ତରଟି ମଧ୍ୟ ସେଇଭଳି ଦେବ। ତେଣୁ ଗଦ୍ୟାଂଶରୁ 10 ମାର୍କ ଏବଂ ପଦ୍ୟାଂଶରୁ 10 ମାର୍କ, ଏମିତି ତୁମର 20 ମାର୍କରୁ ପ୍ରାୟ 9 ମାର୍କ 18 ମାର୍କ ରହିଯିବାର ସମ୍ଭାବନା ଅଛି। 9 ମଧ୍ୟ ମିଳିଯାଉଛି। ତେଣୁ ତୁମେମାନେ ଆଜି ତୁମର ଏହି ବହିର ଯେଉଁ ଗଦ୍ୟାଂଶଟି ଅଛି 200 ଦେଖିଦେବ କେତେ ପେଜରେ ରହୁଛି ଏଇଟା 267 ପୃଷ୍ଠାରେ ଅଛି। ଆଜି ତୁମେ ଗଦ୍ୟାଂଶ ପଦ୍ୟାଂଶଟି ପ୍ରାକ୍ଟିସ୍ କର। ନିଜେ ଯେତେବେଳେ ପ୍ରାକ୍ଟିସ୍ କରିବ ଯଦି ତା ଭିତରୁ କିଛି ବି ଅସୁବିଧା ବାହାରିବ, ତୁମେ କେଉଁଟା ବୁଝିପାରୁନ, ତେବେ ଇନବକ୍ସରେ ନିଶ୍ଚିତ ଭାବରେ ଲେଖିବ, ମୁଁ ତାର ଉତ୍ତର ଦେବା ପାଇଁ ଚେଷ୍ଟା କରିବି। ତାହେଲେ ଆଜି ପାଇଁ ରହୁଛି ବ୍ୟାକରଣରୁ ଯେଉଁ 40 ମାର୍କ ପଡ଼ୁଛି ପିଲାମାନେ, ସେଇ 40ରୁ 40 ମଧ୍ୟ ତୁମର ରହିଯାଇପାରେ। ତେଣୁ ସାହିତ୍ୟରେ 90-95 ରଖିବା କିଛି କଷ୍ଟ ନୁହେଁ। ଆମେ ସାଥୀ ହେଇ ପାଠ ପଢ଼ିବା। ତୁମେ ପ୍ରାକ୍ଟିସ୍ କଲା ପରେ ନିଶ୍ଚିତ ଭାବରେ ମୋତେ ପ୍ରଶ୍ନ କରିବ। ତାହେଲେ ଆଜି ପାଇଁ ରହୁଛି।